ଦ୍ୱାରା ଗୁରୁ କିଏ ଜାଣିବା। ଗୁରୁ ଯିଏ ଅଜ୍ଞାନରୁ ଜ୍ଞାନ ଦେଇଥାଏ, ଅନ୍ଧାରରୁ ଆଲୋକକୁ ବାଟ ଦେଖାଇଥାଏ ଏବଂ ଦୁପଥରୁ କୁପଥକୁ ଆଣିଥାଏ। ଯିଏ ହୃଦୟର ଚକ୍ଷୁକୁ ଖୋଲି ଦେଇଥାଏ ଏବଂ ଯେ ହୃଦୟର ପ୍ରଭୁଙ୍କ ପ୍ରତି ଶୋଷର ଲାଳସା ଲଗାଇ ଦେଇଥାଏ, ସେ ହିଁ ଗୁରୁ। ପ୍ରତ୍ୟେକ ମଣିଷର ଗୁରୁ ରହିବା ଦରକାର। ଗୁରୁ ବିନା କୌଣସି କାର୍ଯ୍ୟ ସିଦ୍ଧି ହେଇପାରିବନି। ସେଥିପାଇଁ ପୁରା ଭାଗବତର ଅଛି, ଗୁରୁ ନ ଧରି ଉଦ୍ଧବ କାହୁଁ ପାଇବୁ ସଦ୍ଭାବ। ଗୁରୁ ଧଇନେ, ଗୁରୁଙ୍କ ଆଶୀର୍ବାଦ ଚାଲିଲେ ଅଟୋମେଟିକାଲି ତୁମେ କୁପଥରୁ ତାଙ୍କର ଯେଉଁ ଆଶୀର୍ବାଦ, ତାଙ୍କର ଯେଉଁ ବାଣୀ ତୁମକୁ ଭିଡ଼ି ଆଣିବ କୁପଥରୁ। ବିନା ଗୁରୁର ଆଜ୍ଞା ଏବେ ପର୍ଯ୍ୟନ୍ତ କେହି ସିଦ୍ଧି ପ୍ରାପ୍ତ କରିପାରିନାହାନ୍ତି। ଗୁରୁ ବିନା କିଛି ଅସମ୍ଭବ ନୁହଁ। ଗୁରୁ ବିନା କିଛି ସମ୍ଭବ ନୁହଁ। ବିନା ଗୁରୁ କ'ଣ ସବୁ ଇଏ କରିଦେବେ? ସବୁ କର୍ମ ସିଦ୍ଧି ହେଇଯିବ? କେବେ ନୁହଁ। କାହାକୁ ନା କାହାକୁ ଗୋଟେ ଗୁରୁ ମାନିଥିବେ। ଛୋଟରୁ ବଡ଼ ପର୍ଯ୍ୟନ୍ତ, କାଉରୁ କୋଇଲି ପର୍ଯ୍ୟନ୍ତ କାହାକୁ ନା କାହାକୁ ଆପଣ ଗୁରୁ ମାନିଥିବେ। ଆପଣ ତ ଜାଣିଥିବେ ବୃନ୍ଦାବନରେ ରହୁଥିବା ଯେଉଁ ପ୍ରସିଦ୍ଧ କଥାବାଚକ ରାଜେନ୍ଦ୍ର ଦାସ ମହାରାଜ, ଯିଏକି ମଲୁକ ପୀଠାଧୀଶ୍ୱର, ସେ ନିଜେ ଆଗେ ତାଙ୍କ ଇଣ୍ଟରଭ୍ୟୁରେ କହିଛନ୍ତି, ସାକ୍ଷାତକାରରେ କହିଛନ୍ତି କି ପ୍ରଥମେ ସିଏ ବହୁ ବର୍ଷ ସନ୍ଥ ଶ୍ରୀ ଭକ୍ତମାଲି ମହାରାଜଙ୍କ ପାଖରେ ରହିଲେ, ଶିକ୍ଷାଦାନ କଲେ। ଏମିତି କ'ଣ ହେଲା, ଗୋଟେ କଥାବାଚକ ଥିଲା, କିଏ ଯିବା କଥା, ସେଇଠୁ ସିଏ ଆଉ ଗଲାନି। ସିଏ ଯେତେବେଳେ ଗଲାନି, ସେଇଠୁ ମହାରାଜ କହିଲେ କି ତମେ ଯାଅ। ରାଜେନ୍ଦ୍ର ଦାସ ମହାରାଜ କହିଲେ, ଗୁରୁଦେବ ମୁଁ ତ କିଛି ଏପର୍ଯ୍ୟନ୍ତ କଥାବାଚକରେ କିଛି ଜାଣିନାହିଁ, ନାଇଁ ତମେ ଯାଅ। ମୁଣ୍ଡରେ ଆଶୀର୍ବାଦ ଦେଲେ, କହିଲେ ବିଜୟ ଭବ। ଏଠି ରାଜେନ୍ଦ୍ର ଦାସ ମହାରାଜ କହିଲେ, ମୁଁ କୁଆଡ଼େ କ'ଣ ଯୁଦ୍ଧ ଲଢ଼େଇ କରିବା ପାଇଁ ଯାଇଥିଲି? ଗୁରୁଦେବ ମୋତେ ମୁଣ୍ଡର ହାତ ଦେଇକି ଆଶୀର୍ବାଦ କରୁଛନ୍ତି, କହୁଛନ୍ତି ବିଜୟ ଭବ। ଏଠି ସେ ନିଜେ କହୁଥିଲେ, ଆପଣ ବିଶ୍ୱାସ କରନ୍ତୁ, ଗୁରୁଙ୍କର କୃପା ଏମିତି, ଆଶୀର୍ବାଦ ଏମିତି। ଯେତେବେଳେ ପ୍ରଥମେ ସିଏ ପ୍ରବଚନ ଦେବା ପାଇଁ ବ୍ୟାସପୀଠରେ ବସିଲେ, ତ ଅଟୋମେଟିକାଲି ତାଙ୍କ ମନରୁ କୁଆଡ଼ୁ କ'ଣ ଆସିଲା ସିଏ ବି ଜାଣିପାରିଲେନି। ଏଇଟା ଆଜ୍ଞା ଗୁରୁଙ୍କର ଆଶୀର୍ବାଦ, ଗୁରୁଙ୍କ ପ୍ରତି ଶ୍ରଦ୍ଧା, ଗୁରୁଙ୍କ ପ୍ରତି ସମର୍ପଣ, ଗୁରୁଙ୍କ ପ୍ରତି ଭଲ ପାଇବା। ନହେଲେ ଆଜ୍ଞା ଗୁରୁ ଆଶୀର୍ବାଦ ହେବ କୁଆଡ଼େ ଆଜ୍ଞା? ଆମେ ଯଦି ଏପଟର ଗୁରୁଙ୍କ ଆଗରେ କହିଦେବା, ଆଜ୍ଞା ଗୁରୁଦେବ ସବୁ ଠିକ୍ଠାକ୍ ଅଛି, ଇଏ ଅଛି ସିଏ ଅଛି, ପଛରେ ଯାଇକି ଗୁରୁଙ୍କର ଅବଗୁଣ ବର୍ଣ୍ଣନା କରିବା, ତ ସେମିତି କିଛି ହେବନି ଆଜ୍ଞା। ଯିଏ ବି ହଉ, ଗୁରୁଙ୍କୁ ନିନ୍ଦିଲା ମାତ୍ର ନର୍କରେ ବାସ ଆଜ୍ଞା। ଗୁରୁ ନିନ୍ଦା କେଉଁଠି ସ୍ଥାନ ନାହିଁ। କାରଣ ଗୁରୁ ଯଦି ଆମର ଅମଙ୍ଗଳ କରୁଛନ୍ତି, ଅମଙ୍ଗଳଟା ସିଏ ବି ଆମର ଅମଙ୍ଗଳ କରୁଥିବେ। ଆମେ ଯଦି ତାଙ୍କ ପ୍ରତି ଶ୍ରଦ୍ଧା, ଭଲ ପାଇବା, ସମର୍ପଣ ଥିବ, ଏଇଟା ଅପୋଜିଟ୍ଟା ହେଇଯିବ, ଆଶୀର୍ବାଦ ହେଇ ଫଳିବ। ସେ 5 ପାଦ ହେଲେ ସେ 10 ପାଦ ଆଶୀର୍ବାଦ ହେଇ ଫଳିବ, ଯାହାଫଳରେ ଆପଣଙ୍କୁ ଆହୁରି ଆଗକୁ ନେବାରେ ସେ ସହାୟକ ହେବ। କିନ୍ତୁ ଆଜିକା ଡେଟ୍ରେ ତ ଜାଣିଛନ୍ତି, କଳିଯୁଗର ପିଲାମାନେ
ସାର୍ ମୋତେ ଇଏ କଲେ, ତାକୁ ଏମିତି ଇଏ କଲେ। ଆରେ ସାର୍ କରନ୍ତୁ, ସେଇ ତ ଫରକ ସେଇଟା। ଗୁରୁ ଯେଉଁଟା କହୁଛନ୍ତି ମୁଖ ନିଃସୃତ ବାଣୀ ପାଳନ କର। ଗୁରୁ ଯେଉଁଟା କରୁଛନ୍ତି ସେଇଟା ନ କର। ସେଇ ତ ସେଇଥିପାଇଁ ତ ପୁରାତନ କାଳରେ ଗୁରୁ ଶିଷ୍ୟ ପରମ୍ପରା ଥିଲା। ମାନେ ପିଲାମାନେ ସବୁ ଚାଟଶାଳକୁ ପଢ଼ିବା ପାଇଁ ଯାଉଥିଲେ। କ'ଣ ସ୍କୁଲ ଥିଲା? ଗୁରୁଙ୍କ ଆଦେଶରେ ସେ କାମ କରୁଥିଲେ। ଗୁରୁ ସବୁ ପ୍ରକାର ବିଦ୍ୟା ଶିଖାଉଥିଲେ। ପାଠ କତୁରୁ ମନ୍ତ୍ରବିଦ୍ୟା ସବୁ ଶିଖାଉଥିଲେ। ଯାହାଫଳରେ କି ଯେତେବେଳେ ଗୋଟେ ଗୁରୁକୁଳରୁ ଗୋଟେ ପିଲା ଆସେ, ସିଏ ଶୁଦ୍ଧପୂତ ଭଲ ଚିନ୍ତାଧାରା ଉତ୍ତମ ଶିଷ୍ୟ ହେଇକି ଆସେ। ଉତ୍ତମ ମଣିଷ ହେଇକି ସେ ସାଂସାରିକ ଭିତରୁ ଯଦି ଫେରେ, ଉତ୍ତମ ମଣିଷ ହେଇ ସାଂସାରିକ ଭିତରେ ଫେରେ। ଏଇ ତ ଗୁରୁ ବିନା କିଛି ହେଇପାରିବନି। ଗୁରୁ ବିନା ଆଜ୍ଞା କିଛି ହେଇପାରିବନି। ସବୁରି ମୂଳରେ ଆଜ୍ଞା ଗୁରୁ। ବିନା ଗୁରୁର କୌଣସି କିଏ ସିଦ୍ଧି ଲାଭ କରିନାହିଁ କି କରି ହିଁ ପାରିବନି। ମୁଁ କହୁନି ଆଜ୍ଞା, ଏଟା ଶାସ୍ତ୍ର କହୁଛି। ବଡ଼ ବଡ଼ ଜ୍ଞାନୀ ପଣ୍ଡିତ ବଡ଼ ବଡ଼ ସନ୍ଥମାନେ ହିଁ କହୁଛନ୍ତି। ବିନା ଗୁରୁର କିଏ କୌଣସି ଜିନିଷ ସାଧନା ହେଉ କିମ୍ବା ଯେକୌଣସି ଜିନିଷ ସିଦ୍ଧି ହେବ, କେବେ ହେବନି। ସୀତାରାମ ରହିଲି। ଯଦି ମୋ ଚ୍ୟାନେଲ୍ ଆପଣମାନଙ୍କୁ ଭଲ ଲାଗୁଥାଏ, ଲାଇକ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ, ଯାହାଫଳରେ କି ମୋର ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ଶୀଘ୍ର ପହଞ୍ଚିବ, ସହଜରେ ପହଞ୍ଚିବ।